खण्डमण्डलाकारं तत्पदं दर्शितं येन तस्मै श्री गुरवे नमः। मुन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। गुरु गोविंदଙ୍କ पदाब्जरे मानसरे साष्टांग दंडवत करी समस्तंकर ये जगतर विश्वर समस्तंकर मंगल कामना करुछि। वर्तमान विश्वरे सबुबले किछि ना किछि अशांति सृष्टि होछि। समस्ते भयभीत केतेबेले गोटे कौन विश्व पई विपद आसीजिवो। विपद आसीबो ये एबे नुह, ये जुग जुगर कथा। विपद आसे आउ आसीबो। विपद न आसीबा पाई आमे जीवन रे कौन करिचे। विपद आसीबा पाई विपद को गोटे सरल रास्ता आमे देखै देइछु। ते यही रास्ता देके तमे आम भीतर प्रवेश कर। से रास्ताटी कौन? एक रे गच्छ काटिलु, दुई रे जंगल रे निया लगेलु, तीन रे जीवजंतु मान को निष्ठुर भाव रे आमे हत्या कलु, चारि रे जो हिंदू माने गोमातांकर पूजा करुथिले एवं तांको गोटे माँ रूप संबोधन करुथिले, सेई माने ही गोमांस बिक्री कले। समस्त नुहटी किछि लोक करछन्ति ता प्रमाण अछि। तापरे पारिवारिक जीवन रे गुरुजन मान को जेभली सम्मान दबा कथा ताहा प्रकृति रे दिया होनी। लघुजन मान को जेभली श्रद्धा दबा कथा से श्रद्धा मध्य से पाऊना। परिवार मुरबी माने बा पारिवारिक जीवन रे जो माने दायित्व रे अछंती से माने परिवार कहले डाली चाउल जोगे दबा के लुगापटा जोगे दबा, परिवार लोक खाइले पीले रहिले, एई गुटाक परिवार बोली भाबुछंती। किंतु परिवार माने दायित्व केते सुदूर व्यापी ताकू से माने चिंता भी करूना। पुओटीए खोजुचंती, झीओटीए खोजुचंती। जदि पुओ हेगला झीओ हेगला तापरे कौन? तापरे आमर प्रधान कर्तव्य होउची पिलामानंकु सुषम खाद्य दबा, माने तांकर चरित्र गठन पाई पाठ पढ़िबा पाई बाहर आवर्जना को ग्रहण न करने आमे परामर्श देवा।
କିନ୍ତୁ ଆମେ କ'ଣ ନିଜକୁ ସେଇ ପରାମର୍ଶ ଦେବାରେ ଅଛୁ? ପିଲାକୁ ଯେତେବେଳେ ପାଠ ପଢ଼ିବା ସମୟ, ସେ ସମୟରେ ଆମେ ବାହାରେ ଅନେକ ଖେଳରେ ମାତିଛନ୍ତି, ଅନେକ ଗପରେ ମାତିଛନ୍ତି, ଅନେକ ଏଇଭଳି ଭାବରେ ମାତିଛନ୍ତି। ଖରାପ ହେଇଗଲା ପରେ ଆମେ ଜ୍ୟୋତିଷଙ୍କୁ ଡାକିବୁ, ଜାତକ ଦେଖେଇବୁ, କୌଣସି ସାଧୁସନ୍ତମାନଙ୍କ ପାଖକୁ ଯିବୁ, ସେଠି ମଧ୍ୟ ଆମ ଦୁଃଖ କହିବୁ। ଏସବୁ କଥାରେ ପରିବାର ଗଠନ ହେଇପାରିବ ନାହିଁ। ତନ୍ତ୍ର ଶକ୍ତିର, ତନ୍ତ୍ର ବୋଲି ଗୋଟେ ଶବ୍ଦ ଅଛି, ସେ ଶବ୍ଦର ଶକ୍ତି କେତେ ତା ମୁଁ କଲି ନାହିଁ, କହିବାକୁ ଚେଷ୍ଟା ବି କରିନି। ତନ୍ତ୍ର ହେଉଛି ଗୋଟେ ବୀଜ ମନ୍ତ୍ର। ଏତିକି ଜାଣେ, ତମସା ବା ତମ ନିୟନ୍ତ୍ରଣ ଯିଏ କରେ, ଯେଉଁ ମନ୍ତ୍ରକୁ ଭଜନ କଲେ ଆମ ଭିତରୁ ଅଜ୍ଞାନତା, ଅସାମାଜିକତା ଚାଲିଯାଏ ଆପେ ଆପେ, ସେଇ ଗୋଟେ କହୁଛି ତନ୍ତ୍ର। ଯେଉଁ ତନ୍ତ୍ର ଦ୍ୱାରା ତମ ବା କ୍ରୋଧ ଶକ୍ତି ବୃଦ୍ଧି ହୁଏ, କାମ ଶକ୍ତି ବୃଦ୍ଧି ହୁଏ, ଲୋଭ ଶକ୍ତି ବୃଦ୍ଧି ହୁଏ, ତାକୁ ଆମେ ତନ୍ତ୍ର ବୋଲି କହିବାଟା ଭୁଲ। ମନେ କରାଯାଉ ଗୋଟିଏ ତନ୍ତ୍ର, ମନେ କରାଯାଉ ମୋତେ କିଏ ତନ୍ତ୍ର କରିଛି, ମୁଁ ଜାଣିଲି କି ଅନୁମାନ କଲି କି କାହା କଥା ଶୁଣିକି ଭାବିଲି ମୋତେ କିଏ ତନ୍ତ୍ର କରିଛି। ମୋତେ ଯିଏ ତନ୍ତ୍ର କରୁନା କାହିଁକି, ଗୋଟିଏ ତନ୍ତ୍ରର ଗୋଟିଏ ବୀଜ ମନ୍ତ୍ରକୁ ଯଦି ମୁଁ ସ୍ମରଣ କରିବି, ସେ ତନ୍ତ୍ର ବି ଆପେ ଆପେ ଦୁର୍ବଳ ହେଇଯିବ। ସେ ବୀଜ ମନ୍ତ୍ରଟି କ'ଣ? ଓମ୍ କ୍ଲିଂ। ଓମ୍ କ୍ଲିଂ, ଓମ୍ କ୍ଲିଂ ସବୁବେଳେ ନୁହେଁ, ଅନ୍ୟ ସମୟରେ ତମେ ତମର ପ୍ରାର୍ଥନା କର, ଗୁରୁ ନାମ ନିଅ, ସବୁ ନିଅ, କିନ୍ତୁ କେବଳ ଓମ୍ କ୍ଲିଂ ବୀଜ ମନ୍ତ୍ରକୁ ଯଦି ଆମେ ସାହସର ସହିତ ବା ଶ୍ରଦ୍ଧାର ସହିତ ଆମେ ତାକୁ ପାଳନ କରିବା, ତାହେଲେ ନିଶ୍ଚିତ ଭାବରେ ତନ୍ତ୍ର ଶକ୍ତିର ହ୍ରାସ ହେବ। ସେଇଭଳି ଭାବରେ ଆମେ ଅନେକ ମନ୍ତ୍ର ପଢ଼ୁଛୁ, ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନେକ ମନ୍ତ୍ର ପଢ଼ୁଛୁ। ମନ୍ତ୍ରର ମନଟା ଯେତେ ଆମେ ଜପ ତପ ଯାହା କରୁଛୁ, ମନ ନିଶ୍ଚଳ ହେଉନାହିଁ, ମନଟା ସ୍ଥିର ରହୁନାହିଁ। ମନ ସ୍ଥିର ରହୁ ବା ନ ରହୁ, ସେ କଥାକୁ ଆମେ ଯେତିକି ଭାବୁଛେ ସେତିକି ଆମେ ସେ କଥା ଉପରେ ଗୁରୁତ୍ୱ ଦେବା ନାହିଁ। ମନ୍ତ୍ର ହେଉଛି ସାଧୁ ସନ୍ତମାନଙ୍କର ବାଣୀ, ସେଇମାନଙ୍କର ମୁଖରୁ ଯେଉଁଟା ବାହାରେ ସେ ହେଉଛି ମନ୍ତ୍ର। ସେଥିପାଇଁ କୁହାଯାଇଛି ମନ୍ତ୍ର ମୂଳଂ ଗୁରୁ ବାକ୍ୟ। ମନକୁ ଯିଏ ସ୍ଥିର କରେ, ଏକାଗ୍ରତା ସୃଷ୍ଟି କରେ, ମନରେ ଯିଏ ଭାବ ସୃଷ୍ଟି କରେ, ସେଇ ହେଉଛି ମନ୍ତ୍ର। ତେଣୁ ଦିନରେ ଥରେ ହଉ, ଦୁଇଥର ହଉ କିମ୍ବା ତିନିଥର ହଉ, ଆମେ ବସିକିରି କେବଳ ହୃଦୟ ଚକ୍ରକୁ ଚିନ୍ତନ କରି ଯଦି ମନ୍ତ୍ରଟିକୁ ଆମେ ଜପ କରିବା ବା ସ୍ମରଣ କରିବା, ତାହେଲେ ସିଏ ମଧ୍ୟ ଆପେ ଆପେ
ପ୍ରଶମିତ ହୋଇଯିବ, ମନ୍ତ୍ର ମଧ୍ୟ ଉଜ୍ଜୀବିତ ହେବ। ଇଏ ହେଉଛି ଯନ୍ତ୍ର, ଇଏ ହେଉଛି ମନ୍ତ୍ର। ତାପରେ ଆସିଲା ଯନ୍ତ୍ର। ଜୀବନ ହେଉଛି ଗୋଟିଏ ଯନ୍ତ୍ର, ପରିବାର ହେଉଛି ଗୋଟିଏ ଯନ୍ତ୍ର। ଇଏ ସୃଷ୍ଟିର ପ୍ରତ୍ୟେକ ଜିନିଷ ହେଉଛି, ପ୍ରତ୍ୟେକ ଦ୍ରବ୍ୟ ହେଉଛି ଗୋଟିଏ ଗୋଟିଏ ଯନ୍ତ୍ର। ତେଣୁ ଯନ୍ତ୍ର କହିଲେ ଯୋଗକୁ ଯିଏ ନିୟନ୍ତ୍ରଣ କରେ, ଅର୍ଥାତ୍ ମଣିଷକୁ ଯିଏ ପ୍ରକୃତରେ ଯୋଗୀ ରୂପରେ ସଜେଇ ଦିଏ, ସେ ତାକୁ ଯୋଗୀ କରେ, ସେଇ ହେଉଛି ପ୍ରକୃତରେ ମନ୍ତ୍ର। ଆପଣ ଦେଖନ୍ତୁ, ଏଠି ଟେବୁଲଟିଏ ଥୁଆ ହେଇଛି, ଇଏ ଗୋଟେ ଯନ୍ତ୍ର। ଟେବୁଲଟା ଯଦି ତିଆରି କରିଛି, ଯିଏ ତିଆରି କରିଛି, କାହିଁକି ତିଆରି କରିଛି, କେମିତି ତିଆରି କଲା, ତାଦ୍ୱାରା ଆମର ସୁବିଧା କ'ଣ ହେଉଛି, ଅସୁବିଧା କ'ଣ ହେଉଛି, ଏଇ ତ ମନ୍ତ୍ର ମାନେ। ତେଣୁ ଜୀବନ ହେଉଛି ଗୋଟେ ସୁନ୍ଦର ଯନ୍ତ୍ର। ସେଠି ନାକ ବାଟେ ନିଶ୍ୱାସ ଯାଏ, ଏଠି ଆଖି ବାଟେ ଆମେ ଦୃଶ୍ୟ ବା ଜଗତକୁ ଦେଖୁ, କାନ ବାଟେ ଜଗତର କଥା ଶୁଣୁ। ତେଣୁ ଇଏ ହେଉଛି ଜୀବନ ଭଳିଆ ଗୋଟିଏ ମନ୍ତ୍ର। ଏଇଟା ସବୁ ଜାଗାରେ ମିଳେ ନା, ମିଳେ ଯଦିଓ ତାକୁ ଆମେ ସେଇଭଳି ଭାବରେ ଭାବୁନା। ଜୀବନକୁ ଯିଏ ପବିତ୍ର କରିବା ପାଇଁ, ଯିଏ ପ୍ରକୃତରେ ସଜାଗ ହୋଇ ରହେ ବା ସବୁବେଳେ ସଚେତନ ହୋଇ ରହେ, ସେ ହେଉଛି ପ୍ରକୃତରେ ମନ୍ତ୍ର। ତେଣୁ ତନ୍ତ୍ର, ମନ୍ତ୍ର, ଯନ୍ତ୍ର ମଧ୍ୟରେ ଇଏ ଗୁଣି ଗାରେଡ଼ି ଯେଉଁଟା ଆମେ କହୁଛେ, ତାର ଜମା ପ୍ରବେଶ ନାହିଁ। ସେ ଆ ଭିତରକୁ ପ୍ରବେଶ କରିପାରିବ ନାହିଁ। ଆସିବ, ଦୁଆର ମୁହଁରୁ ଫେରିଯିବ। ଯେହେତୁ ତମ ଘରେ ତନ୍ତ୍ର ଅଛି, ମନ୍ତ୍ର ଅଛି, ଯନ୍ତ୍ର ଅଛି। ତୁମେ ଭାଗବତ ପଢୁଛ, କେହି ପ୍ରବେଶ କରିବେନି। ଗୀତା ପଢୁଛ, ରାମାୟଣ ପଢୁଛ, ମହାଭାରତ ପଢୁଛ, ସତ୍ସଙ୍ଗ କରୁଛ, ଗୁରୁଙ୍କର ଶ୍ରୀ ବିଗ୍ରହ ରଖି ତମେ ସତ୍ସଙ୍ଗ କରୁଛ, କିନ୍ତୁ ଯଦିଓ ତା ଭିତରେ କିଛି ବିଘ୍ନ ଆସୁଛି, ସେ ଆସିକିରି ତା ସେ ଫେରିଯିବ, ସେ କେବେ ବି ରହିବନି, ନହେଲେ ଦୁର୍ବଳ ହେଇଯିବ କିମ୍ବା ସିଏ ବି ମୁକ୍ତି ପାଇଯିବ। କିନ୍ତୁ ଆମେ ହାଲ୍ଲା କରୁଛୁ, ମୋତେ କିଏ ଗୁଣି କରିଦେଲା, ମୋତେ କିଏ ତନ୍ତ୍ର କରିଦେଲା, ମୋତେ କିଏ ଗାରେଡ଼ି କରିଦେଲା। ଆପଣ ଯିଏ କହୁଛନ୍ତି ଗୁଣି ଗାରେଡ଼ି ସବୁ କରିଦେଲେ, ତାଙ୍କଠୁ ଗୋଟେ ମନ୍ତ୍ର କାଗଜ ଆଣିକିରି ମୋତେ ଦେଲେ, ମୁଁ ଦେଖିବି ସେଥିରେ କ'ଣ ଲେଖା ହେଇଛି। ତା ଭିତରେ ବି ପ୍ରଭୁଙ୍କ କଥା ଅଛି। ଖାଲି ଗୁଣି ଗାରେଡ଼ି କରିଦେଲେ ସବୁ ବିଶ୍ୱଟା ତ ଗୁଣି ଗାରେଡ଼ିରେ ଚାଲିଥାନ୍ତା। ପୁଣି କାହିଁକି ନିର୍ବାଚନ ହେଉଛି, ରାଷ୍ଟ୍ରପତି ନିର୍ବାଚନ, ପ୍ରଧାନମନ୍ତ୍ରୀ ନିର୍ବାଚନ, ମୁଖ୍ୟମନ୍ତ୍ରୀ ନିର୍ବାଚନ, ଏସବୁ କାହିଁକି ହେଉଛି? ସବୁ ତନ୍ତ୍ର ମନ୍ତ୍ର ଯନ୍ତ୍ର ଦ୍ୱାରା ସବୁ ହେଇପାରୁଥାନ୍ତା। ତେଣୁ ଚକୁଳି ଯଦି ଖାଇବ, ଚକୁଳି ତିଆରି କରିବା ଜାଣ, ଚକୁଳିର ମାହାତ୍ମ୍ୟ ଜାଣ। ସ କହିଲେ ଚରାଚର, ଇଏ ଗୋଟିଏ ବିରାଟ ଚକୁଳି। ସୃଷ୍ଟି ହେଉଛି ଗୋଟେ ବହୁତ ବଡ଼ ଚକୁଳି, ତମେ ସେ ଚକୁଳି କରିପାରିବନି। କୁ କହିଲେ ପୃଥିବୀ, ଯେ ପୃଥିବୀରେ ଯେତେ ସ୍ଥାନ, ଯେତେ ଯାହା ଅଛି, ତାକୁ କିଏ ଦେଖିଛି? ତେଣୁ ସେ ଚକୁଳିକି କିଏ ବନେଇବ?
ଆମ ଘରେ ଆମେ ବିରି ଚାଉଳ ପକେଇକି ଚକୁଳି କରୁଛୁ, ସେଟା ଅଲଗା କଥା। ଲି କହିଲେ ଲୀଳା। ଆମେ ଖାଇବୁ, ଆନନ୍ଦ ହବୁ, ଅନ୍ୟକୁ ସାହାଯ୍ୟ କରିବୁ, ସେଇ ହେଲା ପ୍ରକୃତରେ ଗୁରୁକୃପା ଏବଂ ବିଭୁ କୃପା। ତେଣୁ ସଜ୍ଜନ ସବୁ କଥା କହିବା ବା କହିବାକୁ ଇଚ୍ଛା ଥିଲେ ବି ସବୁ କଥା କହିହେବ ନାହିଁ। ତେଣୁ ଆମେ ମହାପୁରୁଷମାନଙ୍କର ସଙ୍ଗୀତ, ଗୀତ, ଭଜନ, ପ୍ରାର୍ଥନା ସେମାନେ ସବୁ ଲେଖିଦେଇ ଗଲେ, ଆମେ ତ ତାକୁ ପଢ଼ିବୁନି। ଲେଖିଦେଇ ଗଲେ କ'ଣ ହେବ? ସେ ଲେଖା ଆମ ବାକ୍ସରେ ରହିବ। କିଛି ନ କୁହ, ଖାଲି ଓଙ୍କାର କର, ସେତିକି ବି ଯଥେଷ୍ଟ। ଆଉ ପୁଣି ପରବର୍ତ୍ତୀ ସମୟରେ କହିବି। ଆଜି ଏତିକି କଥା ଏଇଠି ରଖୁଛି। ସମସ୍ତେ ବର୍ଷା ଦିନ ଆସିଗଲାଣି, ସମସ୍ତେ ଲାଗିପଡ଼ି ସଂକଳ୍ପବଦ୍ଧ ହୋଇ ଯେତେ ଗଛ ଲଗେଇ ବଞ୍ଚେଇ ପାରିବ, ତେ ପ୍ରକୃତରେ ପୁଣ୍ୟ ପାଇବ। ସେ ପୁଣ୍ୟ କେବେ ବି ଭୁଲ ହେବ ନାହିଁ। ତେଣୁ ବର୍ତ୍ତମାନ ବିଶ୍ୱ ଶାନ୍ତି ପାଇଁ ବୃକ୍ଷ, ଜଙ୍ଗଲ, ଜୀବଜଗତର ଶାନ୍ତି ବି ଦରକାର। ଆମେ କହୁଛୁ ଆମେ ହିଁ ଏକମାତ୍ର ଶାନ୍ତିରେ ରହିବୁ, ଏଇଟା କେବେ ବି ହେବନି, କେବେ ବି ହେବନି। ସମସ୍ତେ ଶାନ୍ତିରେ ରହିଲେ ଆମେ ଆପେ ଆପେ ଶାନ୍ତିରେ ରହିବା। ତେଣୁ ସେ ମାଙ୍କଡ଼ ହଉ, କୁକୁର ହଉ, ବିଲେଇ ହଉ, ବାଘ ହଉ, ସିଂହ ହଉ, ସମସ୍ତଙ୍କୁ ସାନ୍ତ୍ୱନା ଦିଅ। ତାଙ୍କୁ ତାଙ୍କ ବଂଶ କେମିତି ରକ୍ଷା ହେବ ସେଥିପାଇଁ ଚେଷ୍ଟା କର। ଜୀବ ସେବା କରେ ଯେଉଁ ଜନ, ସେଇ ଜନ ସେବିତେ ଈଶ୍ୱର। ଭାଗବତରେ କହିଲେ, ଜୀବରେ ଯାହାର ଦୟା ନାହିଁ, ଉଦ୍ଧବ ଚାଣ୍ଡାଳଟି ସେଇ। ଆମେ ଚାଣ୍ଡାଳ ହେବା ନାହିଁ, ଆମେ ବ୍ରାହ୍ମଣ ହେବା। ତେଣୁ ଏ ପବିତ୍ର କଥାକୁ ଶିଶୁ ଅନନ୍ତଙ୍କ ପାଦ ତଳେ ଅର୍ପଣ କରି ରଖୁଛି। ଗଛ ଭିକ୍ଷା କରୁଛି। ଜୟ ଗୁରୁ, ଜୟ ଜଗନ୍ନାଥ।